हाय एवरीवन मो ट्विंकल नॉलेज कैट यूट्यूब चैनल तरफ आपण समस्तଙ୍କୁ ମୋର ସ୍ୱାଗତ ଆଶା କରୁଛି ଆପଣ ମାନେ ବହୁତ ଭଲରେ ଥିବେ ଆମେ ପୂର୍ବରୁ ଓଡ଼ିଶା ଜିକେ ଇଣ୍ଡିଆ ଜିକେ ଏମିତି କିଛି କିଛି କ୍ଲାସକୁ କଭର କରିଥିଲେ ଆଜିର କ୍ଲାସରେ ମୁଁ ଆପଣମାନଙ୍କ ପାଇଁ ଓଡ଼ିଆ ବ୍ୟାକରଣ ନେଇ ଆଣିଛି ଆଜି ଆମେ ଓଡ଼ିଆ ବ୍ୟାକରଣ କ୍ଲାସର ପରିଚୟକୁ ଆରମ୍ଭ କରିବା ସେଥିରେ ଆମେ ଭାଷା ଧ୍ୱନି ଲିପି ବର୍ଣ୍ଣ ମାତ୍ରା ଫଳା ଏସବୁ ବିଷୟରେ ପଢ଼ିବା କ୍ଲାସ ଗୁଡାକ ଓଡିଆ ଗ୍ରାମର ଯାହା ସବୁ କ୍ଲାସ ବି କରିବି ସେ ସବୁକୁ ମୁଁ ସମ୍ପୂର୍ଣ୍ଣ ଓଡିଆରେ ଭଲ ଭାବରେ ବୁଝେଇବି ସରଳ ଭାଷାରେ ମଧ୍ୟ ବୁଝେଇବି ଆପଣଙ୍କ ଭାଷା ଅନୁସାରେ ତାହେଲେ ଓଡିଆ ବ୍ୟାକରଣ କଣ ଆମେ ପାଠ ପଢିବା ପୂର୍ବରୁ ଆମକୁ ଜାଣିବାକୁ ପଡିବ ଯେ ଓଡିଆ ବ୍ୟାକରଣ କଣ ଓଡିଆ ଯେମିତିକି ଆମର ବିଜ୍ଞାନରେ କିଛି ନିୟମ ଅଛି ସେମିତି ଓଡିଆରେ ବା ଆମ ଭାଷାର କିଛି ନିୟମ ରହିଛି ଭାଷାର ନିୟମ ବିଜ୍ଞାନ ମଧ୍ୟ ରହିଛି ଆମେ ଯୋଉଭଳି ଭାବରେ ଗୋଟେ ଜିନିଷକୁ କହୁଛେ କିମ୍ବା ଗୋଟେ ଜିନିଷକୁ ଲେଖୁଛେ ଶବ୍ଦ ଗଠନ କରୁଛେ କିମ୍ବା ବନାନ ଶୁଦ୍ଧ ଭାଷା ଶୁଦ୍ଧ ଶବ୍ଦକୁ ଗଠନ କରୁଛେ ଏସବୁ ଜିନିଷଟା ଆମକୁ କିଛି କ୍ରମାନ୍ୱୟରେ ଶିଖିବାକୁ ହୋଇଥାଏ ସେଇଟା ହଉଛି ଆମର ବ୍ୟାକରଣ ବୁଝିହେଲା ତାହେଲେ ଆମେ ଜାଣିଛେ କମ୍ପିଟେଟିଭର ଯେକୌଣସି ଏକ୍ଜାମ ଦେଲେ ଆମର ବ୍ୟାକରଣ ବହୁତ ଇମ୍ପୋର୍ଟାଣ୍ଟ ସବୁଥିରେ ପ୍ରାୟତଃ 15 20 40 ଏମିତି ଓଡିଆ ଗ୍ରାମରର କ୍ୱେଶ୍ଚିନ୍ ଆସୁଛି ତାହେଲେ ଆମେ ବ୍ୟାକରଣ ନ ଶିଖିଲେ ବି କଥାକୁ ଭଲରେ ଲେଖିପାରିବା ନାହିଁ କିମ୍ବା ସରସ ସୁନ୍ଦର କରିପାରିବା ମଧ୍ୟ ନାହିଁ ଏବଂ ଏକ୍ଜାମ ପାଇଁ ମଧ୍ୟ ଇମ୍ପୋର୍ଟାଣ୍ଟ ସେଥିପାଇଁ ଆମେ ବ୍ୟାକରଣକୁ କେବେ ବି ସ୍କିପ୍ କରିବା ଉଚିତ ନୁହଁ ତ ମୋର ଆଶା ଆପଣମାନେ ସମସ୍ତେ ଏହା ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର ହେଇଥିବାରୁ ଆପଣମାନେ ସମସ୍ତେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖିବେ ସ୍କିପ୍ ନ କରିକି ଯଦି ଆପଣମାନେ ନଲେଜ କ୍ୟାଟ୍ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରନ୍ତୁ ଏବଂ ଯଦି ମୋର ଚ୍ୟାନେଲର ଭିଡିଓ ଗୁଡ଼ିକ ଦେଖିନାହାନ୍ତି ତାହେଲେ ମଧ୍ୟ ପ୍ଲେଲିଷ୍ଟରେ ଯାଇକି ଦେଖିପାରନ୍ତୁ ଏବେ ତାହେଲେ ଆମେ ପଢିବା ପ୍ରଥମେ ଆମେ ଜାଣିବା ଯେ ଭାଷା କଣ ଆମେ ସମସ୍ତେ ମଣିଷମାନେ ନିଜର ମନର ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରୁଛେ ତ ଆମ ନିଜର ଭାଷାକୁ ଚିନ୍ତାକୁ ଆମେ ନିଜର ଭାବକୁ ଚିନ୍ତାକୁ ଅନୁଭୂତିକୁ ଅନ୍ୟ ଆଗରେ ଯୋଉ ମାଧ୍ୟମରେ ପ୍ରକାଶ କରୁଛେ ସେଇଟା ହଉଛି ଆମର ଭାଷା ତ ଆମେ ଭାଷାର ମୂଳ ଆଧାର କଣ ନା ଧ୍ୱନି ଏହାକୁ ଆପଣ ମାନେ ମନେ ରଖିବେ ଭାଷାର ମୂଳ ଆଧାର କଣ ଧ୍ୱନି ଧ୍ୱନି କହିଲେ କଣ ଆମେ ଯୋଉଟା କହୁଛେ ସେଟା ହଉଛି ଆମ ଭାଷା ତ କେତେ ଗୁଡିଏ ଧ୍ୱନିର ସମାହାରରେ ଆମର ଭାଷାଟା ଗଠିତ ହେଇଛି ତ ଭାଷାରେ ପୁଣି କଣ ଭାଷା ଅଛି ସେ ବିଷୟରେ ମୁଁ ଆପଣମାନଙ୍କୁ ସଂକ୍ଷେପରେ କହିଦେବି ପ୍ରଥମେ ଆମେ ଦେଖିବା ମାତୃଭାଷା ମାତୃଭାଷା କଣ ଗୋଟେ ପିଲାଟେ ଗୋଟେ ଶିଶୁଟେ ଜନ୍ମ ହେଲା ପରେ ପ୍ରଥମେ ମା ତାର ଶିକ୍ଷା ଆରମ୍ଭ କରିଥାଏ ଦାଦା ଡାକିବା ବାପା ଡାକିବା ମା ଡାକିବା ସେ ମା ଠାରୁ ଯୋଉ ଶିକ୍ଷା ଆରମ୍ଭ କରେ ସେଇଟା ହଉଛି ଆମର ମାତୃଭାଷା ତାପରେ ଆସିଲା ଆଞ୍ଚଳିକ ଭାଷା ବା ଉପଭାଷା ଆଞ୍ଚଳିକ ଭାଷା ବା ଉପଭାଷାଟା କଣ ନା ଗୋଟେ ସ୍ଥାନର ଭୌଗୋଳିକ ସ୍ଥିତି ଜଳବାୟୁକୁ ନେଇକି ଭାଷାରେ ପରିବର୍ତ୍ତନ ହେଇଥାଏ ସେଇଟା ହଉଛି ଆମର ଆଞ୍ଚଳିକ ଭାଷା ଯେମିତିକି ଆମେ ଯୋଉ ଭାଷା କହୁଛେ ମନେକର ଢେଙ୍କାନାଳର ଭାଷା ଏବଂ କଟକର ଭାଷା ଅନୁଗୁଳର ଭାଷା ଝାରସୁଗୁଡ଼ାର ଭାଷା ତ ସମସ୍ତଙ୍କ ଭାଷା ଭିତରେ କିଛି କିଛି ପରିବର୍ତ୍ତନ ଆସୁଛି ତ ଆମେ ଯୋଉ ଭାଷା କହୁଛେ ସେମାନଙ୍କ ଭାଷା ଭିତରେ ଯୋଉ ପରିବର୍ତ୍ତନ ତ ଆମର ଏଇଟା ହଉଛି ଆଞ୍ଚଳିକ ଭାଷା ତାପରେ ଆଉ ଗୋଟେ ଜିନିଷ ଆସିଲା ଆମର ପ୍ରାଦେଶିକ ଭାଷା କଣ ଭାଷାକୁ କେନ୍ଦ୍ର କରିକି ପ୍ରଦେଶ ଗଠିତ ହେଇ ସବୁ ଯେମିତିକି ଆମେ କହିପାରିବା ଆମ ଓଡିଶାରେ ଓଡିଆ ଭାଷାଭାଷୀର ଲୋକ କହୁଛନ୍ତି କୋଉଠି ତେଲୁଗୁ ଅଛନ୍ତି କୋଉଠି କର୍ଣ୍ଣାଟକ ଅଛନ୍ତି କୋଉଠି ଯେମିତି ଗୁଜୁରାଟରେ ଗୁଜୁରାଟୀ ଅଛନ୍ତି ତ ଏସବୁ ହଉଛି ଆମର ଗୋଟେ ଗୋଟେ ପ୍ରାଦେଶିକ ଭାଷାର ଏକ୍ଜାମ୍ପଲ ବୁଝିଲେ ତାହେଲେ ଭାଷା କଣ ତାପରେ ଆସିଲା ଆମର ରାଷ୍ଟ୍ରଭାଷା ଆମ ଜାତୀୟ ସଂହତିକୁ ରକ୍ଷା କରିବା ପାଇଁ ଆମର ଗୋଟେ ରାଷ୍ଟ୍ରଭାଷା ରହିଛି ଯେମିତିକି ଆମର ରାଷ୍ଟ୍ରଭାଷା ଭାବରେ ହିନ୍ଦୀକୁ ଗ୍ରହଣ କରାଯାଇଛି ଆଦିଭାଷା କହିଲେ କଣ ଯାହା ଆମ ସମାଜର ଆରମ୍ଭରେ ପୂର୍ବରୁ ପ୍ରଚଳିତ ହେଇକି ଅଛି ସେଟା ହଉଛି ଆମର ଆଦିଭାଷା ଯେମିତିକି ଆମର ଯୋଉ ଭାଷା କୁହାହଉଛି ଯେତେ ସବୁ ଭାଷା ଅଛି ସବୁ ସଂସ୍କୃତରୁ ଉଦ୍ଭବ ହେଇଛି ବୋଲି କୁହାହେଇଛି ତ ଆମ ଭାରତୀୟ ଆର୍ଯ୍ୟ ଭାଷାର ଜନନୀ ହଉଛି ସଂସ୍କୃତ ବିଦେଶୀ ଭାଷା ସେମିତି କେମିତି ଆମ ଦେଶ ବାହାରେ ଯୋଉ ସବୁ ଭାଷା ପ୍ରଚଳିତ ହଉଛି ସେଗୁଡାକ ହଉଛି ବିଦେଶୀ ଭାଷା ଯେମିତିକି ଇଂରାଜୀ ଭାଷା ଆମେ କହିବା ତାହା ଆମେ ଇଂରେଜ ମାନଙ୍କ ଠାରୁ ଶିଖିଛେ ଇଂରାଜୀ ଭାଷା ତ ସେଇଟା ଆମ ପାଇଁ ଗୋଟେ ବିଦେଶୀ ଭାଷା ସ୍ପେନ କଥା ଦେଖିବା ବାହାରେ ଯେତେ ବି ଦେଶ ଅଛି ସବୁ ଏଗୁଡାକ ତାଙ୍କର ଯୋଉ ଭାଷା ସେଇଟା ହଉଛି ଆମର ବିଦେଶୀ ଭାଷା ତାହେଲେ ଭାଷା ବିଷୟରେ ସବୁ କନସେପ୍ଟ କ୍ଲିୟର ହେଇଗଲା ନେକ୍ସଟ ଆମେ ଦେଖିବା ଧ୍ୱନି କଣ ମୁଖ ଦ୍ଵାରା ଉଚ୍ଚାରିତ ଶବ୍ଦକୁ ଧ୍ୱନି କୁହାଯାଏ ତାହେଲେ ଆମ ପାଟି ଯାହା ବି ଶବ୍ଦ ଉଚ୍ଚାରଣ କରୁଛି ସେଇଟା ହଉଛି ଗୋଟେ ଧ୍ୱନି ତାହେଲେ ଭାଷା ଆମେ କଣ କେତେ ଗୁଡେ ଧ୍ୱନି ମିଶିଲେ ଭାଷା ହଉଛି ତ ଧ୍ୱନି ହଉଛି ଭାଷାର ସବୁଠାରୁ ଛୋଟ ଏକକ ଆମେ ଯୋଉଟା କହୁଛେ ସେଟା ହଉଛି କଣ ଭାଷା କେତେ ଗୁଡିଏ ଧ୍ୱନି
ମିଶି ଗଲା ପରେ ହେଇଯାଉଛି ଆମର ଭାଷା। ତାପରେ ଆସିଲା ଲିପି। ଲିପି କଣ? ସେମିତି ଲିପି ହଉଛି ଧ୍ୱନିକୁ ଲେଖିବା ପାଇଁ ବ୍ୟବହୃତ ଚିହ୍ନ ପଦ୍ଧତିକୁ କୁହାଯାଏ ଲିପି। ଯେମିତିକି ଆମର କୁହାହଉଛି ଆମେ ବ୍ୟବହାର କରୁଛେ ଓଡ଼ିଆ ଲିପି। ତ ଓଡ଼ିଆ ଭାଷାର ଲିପିଟା ହଉଛି ଆମର ଉତ୍କଳ ଲିପି, ଯୋଉଟା ଆମର ବ୍ରାହ୍ମୀ ଲିପିରୁ ଉଦ୍ଭବ ହୋଇଛି। ତ ଧ୍ୱନିକୁ ଲେଖିବା ପାଇଁ ଆମେ ଯୋଉ ଜିନିଷକୁ କହୁଛେ ସେଟା ଲେଖିବା ପାଇଁ ଆମେ ଯୋଉ ଚିହ୍ନ ବ୍ୟବହାର କରୁଛେ ତାହାକୁ ଆମେ କହିବା ଲିପି। ତାପରେ ଆସିଲା ବର୍ଣ୍ଣ। ବର୍ଣ୍ଣ ହଉଛି ଧ୍ୱନିର ଲିଖିତ ରୂପ। ଚିହ୍ନଟା ହେଇଥିଲା ଲିପି, କିନ୍ତୁ ବର୍ଣ୍ଣ ଆଉ ଲିପି ମଧ୍ୟରେ ପ୍ରଭେଦ ରହିଛି। ଯୋଉ ସଂକେତ ବା ଚିହ୍ନ ବ୍ୟବହାର କରିଥିଲେ ତାହା ଥିଲା ଲିପି, କିନ୍ତୁ ବର୍ଣ୍ଣ କଣ? ଆମେ ଯାହା କହୁଛେ ସେଇଟା ଲେଖିବା ହଉଛି ଆମର ବର୍ଣ୍ଣ। ସେମିତି ବର୍ଣ୍ଣମାଳା କଣ? ଆମର ଯେତିକି ବର୍ଣ୍ଣ ରହିଛି ସେଇ ବର୍ଣ୍ଣର ସମୂହକୁ ଆମେ କହିବା ବର୍ଣ୍ଣମାଳା। ଲିପିର ମୌଳିକ ଏକକ ହଉଛି ଆମର ବର୍ଣ୍ଣ। ଆମର ବର୍ଣ୍ଣ ମାନେ କେତେ ଗୁଡ଼ିଏ ବର୍ଣ୍ଣର ସମାହାରରେ ଆମର ଲିପିଟା ଗଠିତ ହଉଛି। ଯେମିତି ଧ୍ୱନିର ସମାହାରରେ ଆମର ଭାଷା ଗଠିତ ହଉଛି, ସେମିତି ଆମର କେତେ ଗୁଡ଼ିଏ ବର୍ଣ୍ଣର ସମାହାରରେ ଆମର ଲିପି ଗଠିତ ହଉଛି। ତାହେଲେ ତାର ଚିହ୍ନ ପଦ୍ଧତିଟା ହଉଛି ଆମର ଲିପି, କିନ୍ତୁ ବର୍ଣ୍ଣ ହଉଛି ଆମେ ଯୋଉଟା କହୁଛେ ସେଟା ଲିଖିତ ଆକାରରେ ଲେଖିବା ହଉଛି ଆମର ବର୍ଣ୍ଣ। ତାହେଲେ ଆମର ସମୁଦାୟ ଓଡ଼ିଆ ଭାଷାରେ 49ଟି ବର୍ଣ୍ଣ ରହିଛି। ପୂର୍ବରୁ ଆମର 52ଟି ଥିଲା, କିନ୍ତୁ ବର୍ତ୍ତମାନ ଆମର 49ଟି ବର୍ଣ୍ଣ ରହିଛି। ସ୍ୱରବର୍ଣ୍ଣ ଗୋଟେ, ଆଉ ଗୋଟେ ହଉଛି ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ କଣ? ବ୍ୟଞ୍ଜନ ବର୍ଣ୍ଣ କଣ? ସ୍ୱରବର୍ଣ୍ଣ ହଉଛି ଯୋଉ ବର୍ଣ୍ଣଟାକୁ ଆମେ ଉଚ୍ଚାରଣ କଲା ବେଳେ ଆଉ କିଛି ବର୍ଣ୍ଣର ସାହାଯ୍ୟ ନବା ନାହିଁ, ତାହା ହଉଛି ଆମର ସ୍ୱରବର୍ଣ୍ଣ। ତାହେଲେ ଆମେ କୋଉ ସବୁ ବର୍ଣ୍ଣ ଉଚ୍ଚାରଣ କଲା ବେଳେ ଅନ୍ୟ ବର୍ଣ୍ଣର ସାହାଯ୍ୟ ନଉନେ? ଯେମିତିକି ଆମର ସମୁଦାୟ 11ଟି ସ୍ୱରବର୍ଣ୍ଣ ରହିଛି। କଣ କଣ ଅଛି? ଅ, ଆ, ଅ, ଆ, ହ୍ରସ୍ୱ ଇ, ଦୀର୍ଘ ଇ, ହ୍ରସ୍ୱ ଉ, ଦୀର୍ଘ ଉ, ଋ, ଏ, ଐ, ଓ ଏସବୁ ହଉଛି ଆମର ଗୋଟିଏ ଗୋଟିଏ ସ୍ୱରବର୍ଣ୍ଣ। ତାମାନେ ଏଇ ସବୁ ବର୍ଣ୍ଣ ଗୁଡ଼ିକର ଉଚ୍ଚାରଣ କଲାବେଳେ ଆମେ ଆଉ କୌଣସି ବର୍ଣ୍ଣର ସାହାଯ୍ୟ ନେବାକୁ ପଡିନଥାଏ। ସେଥିପାଇଁ ଏହାର ନାଁ ହଉଛି ସ୍ୱରବର୍ଣ୍ଣ। କିନ୍ତୁ ବ୍ୟଞ୍ଜନ ବର୍ଣ୍ଣକୁ ଆମେ ଯେତେବେଳେ ଉଚ୍ଚାରଣ କରିବା, ତାହା ସ୍ୱରବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରଣ କରିପାରିବ ନାହିଁ ବା ଉଚ୍ଚାରିତ ସେ ହେଇପାରିବ ନାହିଁ। ସେଥିପାଇଁ ସେଟା ହଉଛି ଆମର ବ୍ୟଞ୍ଜନ ବର୍ଣ୍ଣ। ଆମର ସମୁଦାୟ 38ଟି ବ୍ୟଞ୍ଜନ ବର୍ଣ୍ଣ ରହିଛି। ତାର ଇଏ ହେଲା 38, ସେ ହଉଛି 11। ସମୁଦାୟ 49ଟି ହଉଛି ଆମର ଓଡ଼ିଆ ବର୍ଣ୍ଣମାଳାର ବର୍ଣ୍ଣ। ଏବେ ଆମେ ଦେଖିବା ସ୍ୱରବର୍ଣ୍ଣକୁ କେମିତି କେମିତି ସବୁ ବିଭାଗ କରାଯାଇଛି। ସ୍ୱରବର୍ଣ୍ଣ ମାନଙ୍କୁ କେମିତି ବିଭାଗୀକରଣ କରାଯାଇଛି। ଉଚ୍ଚାରଣ ଅନୁସାରେ ଦୁଇ ପ୍ରକାର ହଉଛି ସ୍ୱରବର୍ଣ୍ଣ। ଗୋଟେ ହଉଛି ଆମର କଣ? ହ୍ରସ୍ୱ ସ୍ୱରବର୍ଣ୍ଣ, ଆଉ ଗୋଟେ ହଉଛି ଦୀର୍ଘ ସ୍ୱରବର୍ଣ୍ଣ। ହ୍ରସ୍ୱ ସ୍ୱରବର୍ଣ୍ଣ କଣ? ଅ, ହ୍ରସ୍ୱ ଇ, ହ୍ରସ୍ୱ ଉ, ଋ, ଏଇ ଚାରିଟା ହଉଛି ଆମର କଣ? ହ୍ରସ୍ୱ ସ୍ୱରବର୍ଣ୍ଣ। ସେମିତି ଦୀର୍ଘ ସ୍ୱରବର୍ଣ୍ଣ ହଉଛି ଆମର ଆ, ଦୀର୍ଘ ଇ, ଦୀର୍ଘ ଉ, ଏ, ଐ, ଓ। ଯାହାକୁ ଦୀର୍ଘ ସମୟ ଉଚ୍ଚାରଣ କରାଯାଏ ତାହା ହଉଛି ଦୀର୍ଘ ସ୍ୱର। ହ୍ରସ୍ୱ ସ୍ୱର ହଉଛି ଅ, ଇ, ଉ ଏବଂ ଋ। ଏତିକି ଥିଲା ଆମର ବର୍ଣ୍ଣ କଥା। ଯେମିତିକି ସ୍ୱର ବର୍ଣ୍ଣ ରହିଛି, ସେମିତି ଆମର 8ଟି ସ୍ୱର ଧ୍ୱନି ଅଛି। ଦିଟା ଯାକ ଅଲଗା। ସ୍ୱର ବର୍ଣ୍ଣ ହଉଛି ଆମର 11ଟି, କିନ୍ତୁ ସ୍ୱର ଧ୍ୱନି ହଉଛି କେତେଟି? 8ଟି। ପରୀକ୍ଷାରେ ସବୁବେଳେ କ୍ୱେଶ୍ଚିନ୍ ପଚାରେ କେତୋଟି ସ୍ୱର ଧ୍ୱନି ଅଛି, କିନ୍ତୁ ପିଲାମାନେ କଣ କରନ୍ତି ନା 8 ନ ଲେଖିକି ସେ ଜାଗାରେ 11 ଲେଖି ଦିଅନ୍ତି। ସେଟା ସ୍ୱର ବର୍ଣ୍ଣ, ସ୍ୱର ଧ୍ୱନି ନୁହଁ। ତାହେଲେ ଆମର ସ୍ୱର ଧ୍ୱନି କଣ କଣ? ଅ, ଆ, ଇ, ଉ, ଏ, ଐ, ଓ। ଏଇ 8ଟି ହଉଛି ଆମର ସ୍ୱର ଧ୍ୱନି। ସେମିତି ସ୍ୱର ଧ୍ୱନି ଆମର ଦୁଇ ପ୍ରକାର। ଗୋଟେ ହଉଛି ହ୍ରସ୍ୱ ସ୍ୱର ଧ୍ୱନି, ଆଉ ଗୋଟେ ହଉଛି ଦୀର୍ଘ ସ୍ୱର ଧ୍ୱନି। ହ୍ରସ୍ୱ ସ୍ୱର ଧ୍ୱନିରେ କଣ କଣ ଯିବେ? ଅ, ହ୍ରସ୍ୱ ଇ, ହ୍ରସ୍ୱ ଉ। ଦୀର୍ଘ ସ୍ୱର ଧ୍ୱନିରେ ଆ, ଏ, ଐ, ଓ। ଏଇଟା ହଉଛି ଆମର ଦୀର୍ଘ ସ୍ୱର ଧ୍ୱନି। ତାହେଲେ ଆମେ ଯେତେବେଳେ ଦୁଇଟି ଜିନିଷକୁ କହିବା, ହ୍ରସ୍ୱ ସ୍ୱର ବର୍ଣ୍ଣୀ, ହ୍ରସ୍ୱ ସ୍ୱର ଧ୍ୱନି ଏବଂ ଦୀର୍ଘ ସ୍ୱର ଧ୍ୱନି। ତ ହ୍ରସ୍ୱ ଅପେକ୍ଷା ଦୀର୍ଘ ସ୍ୱର ଠାରେ ଅଧିକ ସମୟ ଆମେ ନବା। ଯେମିତି କି ମନେକର ମୁଁ କହିବି ଇ, ହ୍ରସ୍ୱ ଇ, କିନ୍ତୁ ଯେତେବେଳେ ଦୀର୍ଘର କହିବି ତାକୁ କେମିତି କୁହାହବ ଉଚ୍ଚାରଣ? ଇ, ଏଭଳି ଉଚ୍ଚାରଣ କରାହବ। ଏତିକି ହଉଛି ଦୁଇଟି ଯାକ ମଧ୍ୟରେ ପାର୍ଥକ୍ୟ। ତାହେଲେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି କଣ ନା, ଏ ଏବଂ ଐ ଏବଂ ଔ ଏ ଦୁଇଟିକୁ ମୋର ସଂଯୁକ୍ତ ସ୍ୱର ବା ସନ୍ଧ୍ୟକ୍ଷର କୁହନ୍ତି। ଏଇଟା ହଉଛି ଆମର ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ସଂଯୁକ୍ତ ସ୍ୱର ବା ସନ୍ଧ୍ୟକ୍ଷର କାହାକୁ କୁହାଯାଏ? ଐ ଏବଂ ଔ କୁ। ତାହେଲେ ଆମେ କଣ କଣ ମନେ ରଖିବାକୁ ପଡିବ? ଆମର ସମୁଦାୟ ସ୍ୱରବର୍ଣ୍ଣ ସଂଖ୍ୟା ହଉଛି 11, କିନ୍ତୁ ସ୍ୱର ଧ୍ୱନି ହଉଛି 8ଟି। ଯେମିତି କି ସ୍ୱରବର୍ଣ୍ଣ ଦୁଇ ଭାଗରେ ବିଭକ୍ତ। ଗୋଟେ ହଉଛି ହ୍ରସ୍ୱ ସ୍ୱରବର୍ଣ୍ଣ, ଆଉ ଗୋଟେ ହଉଛି ଦୀର୍ଘ ସ୍ୱରବର୍ଣ୍ଣ। ହ୍ରସ୍ୱ ସ୍ୱରବର୍ଣ୍ଣ ଆମର 4ଟା ଅଛି। ଅ, ହ୍ରସ୍ୱ ଇ, ହ୍ରସ୍ୱ ଉ ଏବଂ ଋ। ଦୀର୍ଘ ସ୍ୱର କେତେଟା? ଆ, ଦୀର୍ଘ ଇ, ଦୀର୍ଘ ଉ, ଏ, ଐ, ଓ। 8ଟି ସ୍ୱର ଧ୍ୱନି ଅଛି। ଗୋଟେ ହଉଛି ହ୍ରସ୍ୱ ସ୍ୱର ଧ୍ୱନି, ଆଉ ଗୋଟେ ହଉଛି ଦୀର୍ଘ ସ୍ୱର ଧ୍ୱନି।
ହ୍ରସ୍ୱ ସ୍ୱର ଧ୍ୱନିରେ କଣ ଆମର ଯିବ? ଅ, ହ୍ରସ୍ୱ ଇ ଏବଂ ହ୍ରସ୍ୱ ଉ। ସେଭଳି ଦୀର୍ଘ ସ୍ୱର ଧ୍ୱନିରେ କଣ ଯିବେ? ଆ, ଏ, ଐ, ଓ ଏବଂ ଔ। ହ୍ରସ୍ୱ ଠାରୁ ଦୀର୍ଘ ସ୍ୱରରେ ଅଧିକ ସମୟ ଲାଗିବ। ତା ସହିତ ଐ ଏବଂ ଔ ଏଇ ଦୁଇଟା ହଉଛି ଆମର ସଂଯୁକ୍ତ ସ୍ୱର ବା ସନ୍ଧ୍ୟାକ୍ଷର। ତାହେଲେ ସବୁ କ୍ଲିୟର ଏଥର? ଆମେ ଜାଣିପାରିଲେ ତାହେଲେ ଆମର କେମିତି ସ୍ୱର ବର୍ଣ୍ଣ, ତା ସହିତ ଭାଷା କଣ ଆମେ ଜାଣିଲେ, ବର୍ଣ୍ଣ ଜାଣିଲେ, ଲିପି ଜାଣିଲେ। ତାପରେ ଆମେ ତାହେଲେ ଏବେ ଆମେ ତାହେଲେ ସ୍ୱର ବର୍ଣ୍ଣର ବିଭାଗୀକରଣ ବିଷୟରେ ପଢିଲେ। ବର୍ତ୍ତମାନ ଆମେ ପଢିବା ବ୍ୟଞ୍ଜନ ବର୍ଣ୍ଣକୁ କିପରି ବିଭାଗୀକରଣ କରାଯାଇଛି। ବ୍ୟଞ୍ଜନ ବର୍ଣ୍ଣ ଯୋଉ କ ଠାରୁ ମ ପର୍ଯ୍ୟନ୍ତ, ବୁଝିଲା, କ ଠାରୁ ମ ପର୍ଯ୍ୟନ୍ତ ଯୋଉ 25ଟି ବର୍ଣ୍ଣ ରହିଛି ତାହାକୁ ଆମେ ସ୍ପର୍ଶ ବର୍ଣ୍ଣ ବୋଲି କହୁଛେ। ମାନେ ସ୍ପର୍ଶ କଣ ପାଇଁ? ଯେତେବେଳେ ଆମେ ତାକୁ ଉଚ୍ଚାରଣ କରୁଛେ ଆମ ଜିଭର ଅଗ୍ରଭାଗ ହେଉ କିମ୍ବା ମଧ୍ୟ ହଉ କିମ୍ବା ମୂଳ ହଉ, ସେ କଣ ନା କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ, ଓଷ୍ଠ ଏସବୁକୁ ସ୍ପର୍ଶ କରୁଛି। ସ୍ପର୍ଶ କରୁଥିବାରୁ ତା ନାଁ ହଉଛି ସ୍ପର୍ଶ ବର୍ଣ୍ଣ। ତ ସ୍ପର୍ଶ ବର୍ଣ୍ଣକୁ ଆମେ 5 ଭାଗରେ ବିଭକ୍ତ କରିଛେ। ଯୋଉ 5ଟା ବର୍ଗ ବା ଶ୍ରେଣୀରେ ବିଭକ୍ତ କରିଛେ, ସେଥିପାଇଁ ଏହାକୁ କଣ ନା ବର୍ଗୀୟ ବର୍ଣ୍ଣ ବୋଲି କୁହନ୍ତି। ତ ସ୍ପର୍ଶ ବର୍ଣ୍ଣର ଅନ୍ୟ ନାମ ହଉଛି ବର୍ଗୀୟ ବର୍ଣ୍ଣ। ଏକ୍ସାମରେ କ୍ୱେଶ୍ଚିନ୍ ଆସିବ, ଏଇ ସବୁ ଟର୍ମ ଗୁଡିକ ହଉଛି ଆମ ପାଇଁ ଇମ୍ପୋର୍ଟାଣ୍ଟ। ସ୍ପର୍ଶ ବର୍ଣ୍ଣ କଣ ପାଇଁ? ଯୋଉ ବର୍ଣ୍ଣ ଗୁଡାକ ଉଚ୍ଚାରଣ କଲା ବେଳେ ଆମର ଜିଭ କାଶ ଲାଗୁଥିବ, କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ, ଓଷ୍ଠ ଏସବୁକୁ ସ୍ପର୍ଶ କରୁଥିବ, ସେ ସବୁ ହଉଛି ଆମର ସ୍ପର୍ଶ ବର୍ଣ୍ଣ। ତ ସ୍ପର୍ଶ ବର୍ଣ୍ଣରେ ସ୍ପର୍ଶ ବର୍ଣ୍ଣକୁ ଆମେ 5 ଭାଗରେ ବିଭକ୍ତ କରିଛେ। ସେଥିପାଇଁ ଯୋଉ ବର୍ଗ ବା ଶ୍ରେଣୀରେ ବିଭକ୍ତ କରିଛେ, ସେଥିପାଇଁ ତାଙ୍କୁ ଆମେ ବର୍ଗୀୟ ବର୍ଣ୍ଣ ବୋଲି କହିବା। ତାହେଲେ କଣ 5ଟି ଅଛି? ପ୍ରଥମ ଅଛି କଣ୍ଠ ବର୍ଗ। କଣ୍ଠ ବର୍ଗ ମାନେ କଣ୍ଠରୁ ଉଚ୍ଚାରଣ ହଉଥିବ। କଣ? କ ବର୍ଗ ବର୍ଣ୍ଣ। କ ବର୍ଗ କହିଲେ କି? କ, ଖ, ଗ, ଘ, ଙ ଏସବୁ ହଉଛି କଣ୍ଠ ବର୍ଣ୍ଣ। ଚ ବର୍ଗର ବର୍ଣ୍ଣକୁ ବା ଚ, ଛ, ଜ, ଝ, ଞ ହଉଛି ଆମର ତାଲବ୍ୟ ବର୍ଣ୍ଣର ଅନ୍ତର୍ଭୁକ୍ତ। ତାପରେ ତାଲବ୍ୟ ବର୍ଣ୍ଣ କଣ ପାଇଁ? ତାଳୁ ସହିତ ଜିଭ ଲାଗୁଛି, ସେଥିପାଇଁ ତା ନା ତାଲବ୍ୟ ବର୍ଣ୍ଣ। ତାପରେ ଟ ବର୍ଗରେ କିଏ ଯିବେ? ଟ, ଠ, ଡ, ଢ, ଣ ଯାହାକୁ ଆମେ କହିବା କଣ? ମୂର୍ଧନ୍ୟ ବର୍ଣ୍ଣ। ମୂର୍ଦ୍ଧାର ସ୍ପର୍ଶ ହଉଛି। ତାପରେ ଅଛି ତ ବର୍ଗ। ତ ବର୍ଗରେ ତ, ଥ, ଦ, ଧ, ନ ଦାନ୍ତର ସ୍ପର୍ଶ ହଉଥିବାରୁ ଏଇଟା ହଉଛି ଆମର ଦନ୍ତ୍ୟ ବର୍ଣ୍ଣ। ତାପରେ ପ ବର୍ଗ। ପ, ଫ, ବ, ଭ, ମ ଯୋଉଟା ହଉଛି ଆମର ଅଷ୍ଟ୍ୟ ବର୍ଣ୍ଣ। ତାପରେ ବିନା ଓଠର ସହାୟତାରେ ଆମେ ପ, ଫ, ବ ଏମିତି କହିପାରିବା ନାହିଁ। ତ ଓଠର ସହାୟତା ହଉଛି, ସେଥିପାଇଁ ଏଇଟା ହଉଛି ଆମର ଅଷ୍ଟ୍ୟ ବର୍ଣ୍ଣ। ତାହେଲେ ବର୍ଗ କେତେ ପ୍ରକାର? 5 ପ୍ରକାର। କ ବର୍ଗ, ଚ ବର୍ଗ, ଟ ବର୍ଗ, ତ ବର୍ଗ ଏବଂ ପ ବର୍ଗ। କ ବର୍ଗର ବର୍ଣ୍ଣକୁ ଆମେ କ ବର୍ଗର ବର୍ଣ୍ଣକୁ ଆମେ କଣ୍ଠ ବର୍ଣ୍ଣ କହିବା। ଚ ବର୍ଗର ବର୍ଣ୍ଣକୁ ତାଲବ୍ୟ ବର୍ଣ୍ଣ କହିବା। ଟ ବର୍ଗର ବର୍ଣ୍ଣକୁ ମୂର୍ଧନ୍ୟ ବର୍ଣ୍ଣ କହିବା। ତ ବର୍ଗର ବର୍ଣ୍ଣକୁ ଦନ୍ତ୍ୟ ବର୍ଣ୍ଣ କହିବା। ପ ବର୍ଗର ବର୍ଣ୍ଣକୁ ଆମେ ଅଷ୍ଟ୍ୟ ବର୍ଣ୍ଣ କହିବା। ଆମେ ସବୁବେଳେ ବ୍ୟବହାର ମଧ୍ୟ ଓଡିଆରେ କରୁଛେ ଣ ନ କହିକି ଆମେ ମୂର୍ଧଣ କହୁଛେ, ତାମାନେ ଏଇଟା ହଉଛି ମୂର୍ଧନ୍ୟ ବର୍ଣ୍ଣ। ଣ କୋଉଥିରେ ଅଛି ଆମର? ଟ, ଠ, ଡ, ଢ, ଣ ସେଥିପାଇଁ ଟ ବର୍ଗର ବର୍ଣ୍ଣ ହେଇଗଲା ମୂର୍ଧନ୍ୟ ବର୍ଣ୍ଣରେ। ସହଜରେ ଆପଣ ମାନେ ସେମିତି ମଧ୍ୟ ମନେ ରଖିପାରିବେ। ସେମିତି ତ, ଥ, ଦନ୍ତ ନ କହୁଛେ, ତ, ଥ, ଦ, ଧ, ଦନ୍ତ ନ। ଦନ୍ତ ନ ମାନେ ଦନ୍ତ୍ୟ ବର୍ଣ୍ଣ ବୋଲି ଦନ୍ତ ନ ତା ନା। ସେଥିରୁ ମଧ୍ୟ ଆପଣ ମାନେ ସହଜରେ ମନେ ରଖିପାରିବେ। ତାହେଲେ ଏତିକି ଥିଲା ଆମର ବର୍ଗ ବର୍ଣ୍ଣ କଥା। ଏବେ ଆମେ ତାହେଲେ ଦେଖିବା ଅନ୍ତସ୍ଥ ବର୍ଣ୍ଣ କଣ? ଅନ୍ତସ୍ଥ ବର୍ଣ୍ଣ କଣ ନା ଯୋଉଗୁଡାକ ଉଚ୍ଚାରଣ ସମୟରେ ସ୍ୱର ଏବଂ ବ୍ୟଞ୍ଜନ ବର୍ଣ୍ଣର ମଧ୍ୟବର୍ତ୍ତୀ ହେଇଥିବାରୁ ତା ନାଁ ହଉଛି ଅନ୍ତସ୍ଥ ବର୍ଣ୍ଣ। ତାହେଲେ କିଏ ସ୍ୱର ଏବଂ ବ୍ୟଞ୍ଜନ ବର୍ଣ୍ଣର ମଧ୍ୟବର୍ତ୍ତୀ? ଜ, ୟ, ର, ଳ, ଲ ଏବଂ ଓ। ଏଇ ଯୋଉ ଆମର 6ଟି ରହିଲେ, ଏଇ 6ଟି ହଉଛି ଆମର କଣ? ଅନ୍ତସ୍ଥ ବର୍ଣ୍ଣ, ଯାହାକୁ ଅର୍ଦ୍ଧ ସ୍ୱର ନାମରେ ମଧ୍ୟ ନାମିତ କରାଯାଇଛି। ତାହେଲେ ଉଚ୍ଚାରଣ ବେଳେ ଉଭୟ ସ୍ୱର ଏବଂ ବ୍ୟଞ୍ଜନ ବର୍ଣ୍ଣର ମଧ୍ୟବର୍ତ୍ତୀ ହେଇଥିବାରୁ ଏଗୁଡାକ ହଉଛି ଆମର କଣ? ଅନ୍ତସ୍ଥ ବର୍ଣ୍ଣ। ତାପରେ ଉଷ୍ମ ବର୍ଣ୍ଣ କଣ? ଯୋଉଟା ଉଚ୍ଚାରଣ ବେଳେ ଉଷ୍ମତା ନିର୍ଗତ ହବ, ସେ ହବ ଉଷ୍ମ ବର୍ଣ୍ଣ। ତାହେଲେ ତାଲବେଶ, ମୂର୍ଧନେଶ, ଦନ୍ତେଶ, ହ ଏଇ 4ଟି ହଉଛି ଆମର ଉଷ୍ମ ବର୍ଣ୍ଣ। ଅନ୍ତସ୍ଥ ବର୍ଣ୍ଣ କଣ? ସ୍ୱର ବର୍ଣ୍ଣ ଏବଂ ବ୍ୟଞ୍ଜନ ବର୍ଣ୍ଣର ମଧ୍ୟବର୍ତ୍ତୀ ଯୋଉ ବର୍ଣ୍ଣ ଉଚ୍ଚାରଣ ତାହାକୁ ହଉଛି, ସେଇଟା ହଉଛି ଆମର ଅନ୍ତସ୍ଥ ବର୍ଣ୍ଣ। ଯେମିତି କି ଜ, ୟ, ର, ଳ, ଲ ଏବଂ ଙ। ତା ସହିତ ଉଷ୍ମ ବର୍ଣ୍ଣ କଣ? ଉଷ୍ମ ବର୍ଣ୍ଣ ହଉଛି ଯୋଉଟା ଆମେ ଉଚ୍ଚାରଣ କଲାବେଳେ ଉଷ୍ମତା ନିର୍ଗତ ହୁଏ, ସେଇଟା ହଉଛି ଆମର ଉଷ୍ମ ବର୍ଣ୍ଣ। ଯେମିତି କି ତାଲବେଶ, ମୂର୍ଧନେଶ, ଦନ୍ତେଶ ଏବଂ ହ। ଏବେ ଆସିଲା ଆମର ଅଯୋଗ ବାହା ବର୍ଣ୍ଣ। ଅଯୋଗ ବାହା ବର୍ଣ୍ଣ କଣ ନା
ଯୋଉ ବର୍ଣ୍ଣନା ସ୍ୱର କିମ୍ବା ବ୍ୟଞ୍ଜନ ବର୍ଣ୍ଣର ଆଶ୍ରୟ ବିନା ଉଚ୍ଚାରିତ ହେଇପାରିବ ନାହିଁ, ସେଇଟା ହଉଛି ଆମର ଅଜଗବାହ ବର୍ଣ୍ଣ। ତ ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ ଏସବୁକୁ ଆମେ କଣ ଖାଲି ଉଚ୍ଚାରଣ କରିପାରିବା କି? କରିପାରିବା ନାହିଁ। ତ କ ରେ ଅନୁସାର ଦେଲେ ଯାଇ ଉଚ୍ଚାରଣ କରିବା, କ ରେ ବିସର୍ଗ ଦେଲେ ଉଚ୍ଚାରଣ କରିବା। ତ ବିନା ସ୍ୱର କିମ୍ବା ବ୍ୟଞ୍ଜନ ବର୍ଣ୍ଣର ଆଶ୍ରୟ ବିନା ଏହା ଉଚ୍ଚାରିତ ହୋଇପାରିବ ନାହିଁ। ସେଥିପାଇଁ ଏଟାକୁ କୁହାଯାଏ ଅଜଗବାହ ବର୍ଣ୍ଣ। ଏହାକୁ ଆଶ୍ରିତ ବର୍ଣ୍ଣ ମଧ୍ୟ ଅନ୍ୟତ୍ର ଭାବରେ କୁହାଯାଇଥାଏ। ଅଜଗବାହ ବର୍ଣ୍ଣରେ କିଏ କିଏ ଆମର ଯିବେ? ଅନୁସ୍ୱାର, ବିସର୍ଗ ଏବଂ ଚନ୍ଦ୍ରବିନ୍ଦୁ। ମନେକର ଉ ରେ ଚନ୍ଦ୍ରବିନ୍ଦୁ ଦେଲେ ତ ହଉଛି, କିନ୍ତୁ ଚନ୍ଦ୍ରବିନ୍ଦୁ ଖାଲି ଦେଲେ ତାହା କିଛି ବୁଝାଉଛି କି? କିଛି ବର୍ଣ୍ଣ ଉଲ୍ଲେଖ ନାହିଁ। ସେଥିପାଇଁ ସ୍ୱର ବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣର ବିନା ଆଶ୍ରୟରେ ଉଚ୍ଚାରିତ ହୋଇପାରେ ନାହିଁ ବୋଲି ଆମେ କହିବା। ତାପରେ ଅଛି ଆମର ଅନୁନାସିକ ବର୍ଣ୍ଣ। ଅନୁନାସିକ ବର୍ଣ୍ଣରେ ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ, ଯେମିତି କି ପଞ୍ଚମ ବର୍ଣ୍ଣ କହିଲେ କିଏ କିଏ? ଅ, ନ୍ୟ, ଣ, ଦନ୍ତ, ନ, ମ ତଥା ଅନୁସାର ଏବଂ ଚନ୍ଦ୍ରବିନ୍ଦୁ। ଅନୁସାର ଏବଂ ଚନ୍ଦ୍ରବିନ୍ଦୁର ଉଚ୍ଚାରଣରେ ନାସିକାର ସାହାଯ୍ୟ ନିଆହଉଛି। ବୁଝିହେଲା? ନାସିକାର ସାହାଯ୍ୟ ନିଆହଉଛି ବୋଲି ତା ନାଁ ହଉଛି ଅନୁନାସିକ ବା ଅନୁନାସିକ ବର୍ଣ୍ଣ। ତାହେଲେ ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ, ଅନୁସାର ଏବଂ ଚନ୍ଦ୍ରବିନ୍ଦୁ এই 7ଟି ଯାକ ହଉଛି ଆମର କଣ? ଅନୁନାସିକ ବର୍ଣ୍ଣ। ତାପରେ ଅଛି କିଛି ଦେଇଛି, ମୁଁ ଏଠି କରିଦେଇଛି ନୋଟ ମଧ୍ୟ ଆପଣମାନଙ୍କ ପାଇଁ, ସହଜରେ ଆପଣମାନେ କେମିତି ତାକୁ ମନେ ରଖିବେ। କଣ୍ଠ ବର୍ଣ୍ଣ। କଣ୍ଠ ବର୍ଣ୍ଣ କୋଉଠି ଉଚ୍ଚାରଣ ହଉଛି? କଣ୍ଠ ବର୍ଣ୍ଣ ଆମର କଣ୍ଠରେ ଉଚ୍ଚାରଣ ହଉଛି। କଣ୍ଠରୁ ଯୋଉଟା ହବ କଣ୍ଠ ବର୍ଣ୍ଣ କିଏ କିଏ? ଅ, ଆ, କ, ଖ, ଗ, ଘ, ର, ହ, ବିସର୍ଗ ଏସବୁ ହଉଛି ଆମର କଣ୍ଠ ବର୍ଣ୍ଣ। ସେମିତି ତାଳୁରୁ ଯୋଉଟା ଉଚ୍ଚାରଣ ହବ ତା ନାଁ କଣ? ତାଲବ୍ୟ ବର୍ଣ୍ଣ। ତାଲବ୍ୟ ବର୍ଣ୍ଣରେ କିଏ କିଏ? ହ୍ରସ୍ୱ ଇ, ଦୀର୍ଘ ଇ, ଛ, ଛ, ଜ, ଝ, ନ୍ୟ, ଅବର୍ଗ୍ୟ ଜ, ୟ, ସ ଏସବୁ ହଉଛି ତାଲବ୍ୟ ବର୍ଣ୍ଣ। ମୂର୍ଦ୍ଧାରୁ ଯୋଉଟା ଉଚ୍ଚାରଣ ହଉଛି ତା ନାଁ କଣ ହବ? ମୂର୍ଧନ୍ୟ ବର୍ଣ୍ଣ। ମୂର୍ଧନ୍ୟ ବର୍ଣ୍ଣରେ ଆମର କିଏ କିଏ ଯିବ? ରୁ, ଟ, ଠ, ଡ, ଠ ମୂର୍ଧନ ଏବଂ ମୂର୍ଧନାଶ। ଏଇଟା ହଉଛି ଆମର କଣ? ମୂର୍ଧନ୍ୟ ବର୍ଣ୍ଣ। ସେମିତି ଦନ୍ତ୍ୟ ବର୍ଗ। ଦନ୍ତ୍ୟ ବର୍ଣ୍ଣରେ ଦନ୍ତ୍ୟ ବର୍ଗରେ କିଏ କିଏ ଯିବେ? ଦାନ୍ତର ସହାୟତାରେ ଯେ ଉଚ୍ଚାରଣ ହବ କିଏ କିଏ? ତ, ଥ, ଦ, ଧ, ଦନ୍ତନ ଏବଂ ଦନ୍ତେଶ ଏସବୁ ହଉଛି ଆମର ଦନ୍ତ୍ୟ ବର୍ଣ୍ଣ। ଓଷ୍ଠ ବର୍ଣ୍ଣ। ସେମିତି ଓଷ୍ଠ ବର୍ଣ୍ଣ କାହାର ସହାୟତାରେ? ଓଠର ସହାୟତାରେ ହଉଛି କିଏ କିଏ? ହ୍ରସ୍ୱ ଉ, ଦୀର୍ଘ ଉ, ପ, ଫ, ବ, ଭ, ମ ଏସବୁ ହଉଛି ଓଷ୍ଠ ବର୍ଣ୍ଣ। ତାପରେ ଅଛି ଗୋଟେ ଜିନିଷ ଦେଖନ୍ତୁ, କଣ୍ଠ ତାଲବ୍ୟ। କଣ୍ଠ ତାଲବ୍ୟ। କଣ୍ଠ ତାଲବ୍ୟ କୋଉଥିରୁ ଆସିଛି? କଣ୍ଠ ଏବଂ ତାଳୁ। ତ କୋଉଠୁ ଉଚ୍ଚାରଣ ହୁଏ? କଣ୍ଠ ଏବଂ ତାଳୁରୁ। କିଏ କିଏ? ଏ ଏବଂ ଐ। ଏଇ ତକ ହଉଛି ଆମର ଇମ୍ପୋର୍ଟାଣ୍ଟ ଲାଷ୍ଟ ତିକ। ଏ ଏବଂ ଐ ହଉଛି ଆମର କଣ୍ଠ ତାଲବ୍ୟ। କଣ୍ଠ ଏବଂ ତାଳୁର ସହାୟତାରେ ଆମେ ବ୍ୟବହାର କରୁଥିବାରୁ, ଉଚ୍ଚାରଣ କରୁଥିବାରୁ ତାହା ହଉଛି କଣ୍ଠ ତାଲବ୍ୟ। ସେମିତି କଣ୍ଠ ଓଷ୍ଠ। କଣ୍ଠ ଓଷ୍ଠରେ କିଏ କିଏ ଯିବେ ଆମର? କଣ୍ଠ ଓଷ୍ଠରେ ହଉଛି ଆମର ଓ ଏବଂ ଔ। ଏହାକୁ ମଧ୍ୟ ଆପଣମାନେ ମନେ ରଖିବେ। ଓ ଏବଂ ଔ ହଉଛି ଆମର କୋଉ ବର୍ଣ୍ଣ? କଣ୍ଠସ୍ଥ ବର୍ଣ୍ଣ। ସେମିତି ଦନ୍ତସ୍ଥ ବର୍ଣ୍ଣରେ କିଏ କିଏ ଯିବେ? ଦାନ୍ତ ଏବଂ ଓଠର ସାହାଯ୍ୟରେ ହଉଛି ଉଚ୍ଚାରଣ। ତ ଉ ହଉଛି ଆମର ଦନ୍ତସ୍ଥ। ଅନୁନାସିକ। ଅନୁନାସିକ ନା ଆମର ମୁଖ ଏବଂ ନାସିକାର ସହାୟତାରେ ଉଚ୍ଚାରଣ ହୁଏ। ଏକ୍ସାମ୍ପଲ ହଉଛି ଅନୁସାର ଏବଂ ଚନ୍ଦ୍ରବିନ୍ଦୁ। ସେଭଳି ଅନୁନାସିକ ବର୍ଣ୍ଣ ଆଉ କଣ ଗୋଟେ ଅଛି, ଯିଏକି କଣ୍ଠ, ତାଳୁ ଏବଂ ନାସିକାର ସହାୟତାରେ ଉଚ୍ଚାରିତ ହୋଇଥାଏ। ଯେମିତିକି ଙ, ଣିୟ, ମୂର୍ଧନ, ଦନ୍ତନ, ମ ଏସବୁ ହଉଛି ଆମର ଅନୁନାସିକ ବର୍ଣ୍ଣ। ବୁଝିହେଲା? ଏଇ ଦେଖ ଲାଷ୍ଟ ତିକ ହଉଛି ଆମ ପାଇଁ ଇମ୍ପୋର୍ଟାଣ୍ଟ ବେଶୀ। କଣ୍ଠ ତାଲବ୍ୟ, କଣ୍ଠସ୍ଥ, ଦନ୍ତସ୍ଥ ବର୍ଣ୍ଣ, ଅନୁନାସିକ ବର୍ଣ୍ଣ। ଏତକ ପ୍ରାୟତଃ ଆମର ପରୀକ୍ଷାରେ ପକଉଛି, ସେଥିପାଇଁ ଏଇଟା ଆମ ପାଇଁ କଣ ଇମ୍ପୋର୍ଟାଣ୍ଟ ଅଟେ। ବୁଝିହେଲା? ତାହେଲେ ନେକ୍ସଟ ଆମେ ଦେଖିବା ଅଳ୍ପ ପ୍ରାଣ ବ୍ୟଞ୍ଜନ କଣ, ମହାପ୍ରାଣ ବ୍ୟଞ୍ଜନ କଣ। ଅଳ୍ପ ପ୍ରାଣ କହିଲେ କଣ? ଅଳ୍ପ ବାୟୁ ନିର୍ଗତ ହବ। ତ ଉଚ୍ଚାରଣରେ ଯଦି ଅଳ୍ପ ବାୟୁ ନିର୍ଗତ ହେଲା, ସେଟା ହଉଛି ଆମର ଅଳ୍ପ ପ୍ରାଣ। ଆଉ ମହାପ୍ରାଣ କଣ? ଯଦି ଉଚ୍ଚାରଣ ସମୟରେ ଅଧିକ ବାୟୁ ନିର୍ଗତ ହବ, ସେଟା ହଉଛି ଆମର ମହାପ୍ରାଣ। ତାହେଲେ ଅଳ୍ପ ବାୟୁ କେଉଁଥିରେ ନିର୍ଗତ ହବ? ପ୍ରଥମ, ତୃତୀୟ ଏବଂ ପଞ୍ଚମ ବର୍ଗର ବର୍ଣ୍ଣ। ମନେକର କ ବର୍ଗ। କ ବର୍ଗର ପ୍ରଥମ କିଏ? କ। ତୃତୀୟ ବର୍ଣ୍ଣ ହଉଛି ଗ। ପଞ୍ଚମ ବର୍ଣ୍ଣ ହଉଛି ଙ। ସେମିତି ଚ ବର୍ଗର ପ୍ରଥମ ବର୍ଣ୍ଣ ଚ, ତୃତୀୟ ବର୍ଣ୍ଣ ହଉଛି ଚ, ପଞ୍ଚମ ବର୍ଣ୍ଣ ହଉଛି ନ୍ୟ। ଟ ବର୍ଗର ପ୍ରଥମ ବର୍ଣ୍ଣ ଟ, ତୃତୀୟ ବର୍ଣ୍ଣ ଡ, ପଞ୍ଚମ ବର୍ଣ୍ଣ ଣ। ତ ବର୍ଗର ସେମିତି ତ, ଦ ଏବଂ ନ। ତା ସହିତ ପ ବର୍ଗର ସେମିତି ପ୍ରଥମ ବର୍ଣ୍ଣ ପ, ତୃତୀୟ ବର୍ଣ୍ଣ ବ, ପଞ୍ଚମ ବର୍ଣ୍ଣ ହଉଛି ମ।
ଏଇ ସବୁ ପ୍ରତ୍ୟେକ ବର୍ଗର ପ୍ରଥମ ତୃତୀୟ ପଞ୍ଚମ ବର୍ଣ୍ଣ ତା ସହିତ ଜ ର ଳ ଅ ଏଇ ଚାରିଟା ହଉଛି ଆମର କଣ ଅଳ୍ପ ପ୍ରାଣ ବ୍ୟଞ୍ଜନର ଅନ୍ତର୍ଭୁକ୍ତ। ନେକ୍ସଟ ଅଛି ଆମର ମହାପ୍ରାଣ ବ୍ୟଞ୍ଜନ ଯୋଉଠାରେ ଅଧିକ ବାୟୁ ନିର୍ଗତ ହବ। କିଏ ତାହେଲେ ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଏବଂ ଚତୁର୍ଥ ବର୍ଣ୍ଣ ହଉଛି ଆମର ମହାପ୍ରାଣ ବ୍ୟଞ୍ଜନ। ଦ୍ୱିତୀୟ ଏବଂ ଚତୁର୍ଥ କ ବର୍ଗର ହଉଛି ଖ ଏବଂ ଘ, ଚ ବର୍ଗର ହଉଛି ଛ ଏବଂ ଝ, ଟ ବର୍ଗର ଠ କୁ ଢ, ତ ବର୍ଗର ଥ କୁ ଧ, ପ ବର୍ଗର ଫ କୁ ଫ ତା ସହିତ ତାଲବେଶ, ମୂର୍ଧନେଶ, ଦନ୍ତେଶ ଏବଂ ହ ଏଇ ଚାରିଟା ହଉଛି ଆମର ମହାପ୍ରାଣ ବ୍ୟଞ୍ଜନର ଅନ୍ତର୍ଭୁକ୍ତ। ବୁଝିହେଲା ତାହେଲେ ଅଳ୍ପ ପ୍ରାଣରେ କଣ ଅଳ୍ପ ବାୟୁ ନିର୍ଗତ ହବ, ଉଚ୍ଚାରଣ କଲା ବେଳେ ମହାପ୍ରାଣରେ ଅଧିକ ବାୟୁ ନିର୍ଗତ ହବ। ତ ଅଳ୍ପ ପ୍ରାଣ ଏବଂ ମହାପ୍ରାଣ ବିଷୟରେ ଜାଣିହେଲା। ନେକ୍ସଟ ଆଉ ଗୋଟେ ଅଛି ଆମର ଅଘୋଷ କଣ ସଘୋଷ କଣ। ଯଦି ଉଚ୍ଚାରଣରେ ସ୍ୱର ତନ୍ତ୍ରୀ କମ୍ପିତ ହବ ତାହେଲେ ସେଇଟା ହବ କଣ କମ୍ପିତ ହବ ନାହିଁ ତାହେଲେ ସେଇଟା ହବ ଆମର ଅଘୋଷ ବ୍ୟଞ୍ଜନ। ଆଉ ଯଦି ସ୍ୱର ତନ୍ତ୍ରୀଟା କମ୍ପିତ ହବ ତାହେଲେ ତାକୁ ଆମେ କଣ କହିବା ସଘୋଷ ବ୍ୟଞ୍ଜନ ବୋଲି କହିବା। ତାହେଲେ ପ୍ରତ୍ୟେକ ବର୍ଗର ପ୍ରଥମ ଦ୍ୱିତୀୟ ବର୍ଣ୍ଣ ଏବଂ ତାଲବେଶ, ମୂର୍ଧନେଶ, ଦନ୍ତେଶ ଏଇଟା ହଉଛି ଆମର ଅଘୋଷ ବ୍ୟଞ୍ଜନ। ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ ଜ ର ଳ ଏବଂ ଅ ଏତକ ହଉଛି ଆମର ସଘୋଷ ବ୍ୟଞ୍ଜନ ବର୍ଣ୍ଣ। ତାହେଲେ ଅଘୋଷ ବ୍ୟଞ୍ଜନ ବର୍ଣ୍ଣରେ ସ୍ୱରତନ୍ତ୍ରୀ କମ୍ପିତ ହୋଇନଥାଏ। ପ୍ରତ୍ୟେକ ବର୍ଗର ପ୍ରଥମ ଦ୍ୱିତୀୟ ବର୍ଣ୍ଣ ତା ସହିତ ତାଲବେଶ, ମୂର୍ଧନେଶ, ଦନ୍ତେଶ ଏଟା ହବ ଅଘୋଷ। ସଘୋଷରେ କିଏ ଯିବେ ସ୍ୱରତନ୍ତ୍ରୀ କମ୍ପିତ ହବ ପ୍ରତ୍ୟେକ ବର୍ଗର ତୃତୀୟ ଚତୁର୍ଥ ପଞ୍ଚମ ବର୍ଣ୍ଣ ତା ସହିତ ଜ ର ଳ ଏବଂ ଅ ହେଇଯିବେ ଆମର ସଘୋଷ ବ୍ୟଞ୍ଜନ। ତାପରେ ଆମେ ଦେଖିବା ମାତ୍ରା। ଆମର ତାହେଲେ ଭାଷା, ଧ୍ୱନି, ଲିପି, ବର୍ଣ୍ଣ ଏସବୁ ବିଷୟରେ ଆମେ ପଢିଲେ। ବର୍ତ୍ତମାନ ମାତ୍ରା, ଫଳା, ଯୁକ୍ତାକ୍ଷର ଏସବୁକୁ ଟିକେ ଟିକେ ଦେଖିଦବା। ମାତ୍ରା ତାହେଲେ କଣ? ମାତ୍ରା ହଉଛି ଆମର ସ୍ୱର ବର୍ଣ୍ଣର ସଂକ୍ଷିପ୍ତ ଲିଖିତ ଚିହ୍ନକୁ ଆମେ ମାତ୍ରା କହିବା। ତାହେଲେ ଗୋଟେ ସ୍ୱର ବର୍ଣ୍ଣକୁ ସଂକ୍ଷେପରେ ଲେଖିବା ହଉଛି ଆମର ମାତ୍ରା। ମନେକର ମୁଁ କହିବି ଆକାର, ହ୍ରସ୍ୱଇକାର, ଦୀର୍ଘଇକାର, ହ୍ରସ୍ୱଉକାର ଆମେ ସବୁ କାର କହୁଛେ। ତ ମାତ୍ରାର ଅନ୍ୟ ନାମ ହଉଛି ବି କାର। କିନ୍ତୁ ଅକାର କିଛି ଅଛି କି ନାହିଁ? ତ ଅର କୌଣସି ମାତ୍ରା ନାହିଁ, ସେଥିପାଇଁ ତାକୁ ସ୍ୱାଭାବିକ ସ୍ୱର ବୋଲି କୁହନ୍ତି। ମଧ୍ୟ ଆପଣମାନେ ମନେ ରଖିବେ ସ୍ୱାଭାବିକ ସ୍ୱର କହିଲେ ଅ କୁ ବୁଝାଇଥାଏ। ତ ଏଇଠି ମୁଁ ଦେଇଦେଇଛି, ଆପଣମାନେ ସମସ୍ତେ ଜାଣିଛନ୍ତି, ଜଷ୍ଟ ଜାଣିବା ପାଇଁ ମୁଁ ଦେଇଛି। ସ୍ୱର ବର୍ଣ୍ଣରେ ଆମର ଯେତିକି ବି ଅଛି ଅ, ଆ, ହ୍ରସ୍ୱ ଇ, ଦୀର୍ଘ ଇ, ହ୍ରସ୍ୱ ଉ, ଦୀର୍ଘ ଉ, ରୁ, ଏ, ଐ, ଓ। ତାର ଏସବୁ ଅ ରେ କିଛି ମାତ୍ରା ନାହିଁ, ସେମିତି ବି ମୁଁ ଛାଡି ଦେଇଛି। ଏଠି ସବୁ ଚିହ୍ନ ଦେଇଦେଇଛି। ଆ ଆକାର ଠାରୁ ଆମର ଔକାର ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ଉଦାହରଣ ମଧ୍ୟ ଦେଇଦେଇଛି। ତ ଏସବୁ ହଉଛି ଆମର କଣ ମାତ୍ରା। ମାତ୍ରା ପରେ ନେକ୍ସଟ ଅଛି ଆମର କଣ ଫଳା। ଫଳା କଣ? ଯେମିତି କି ସ୍ୱର ବର୍ଣ୍ଣର ସଂକ୍ଷେପ ରୂପ ହଉଛି ମାତ୍ରା, ସେଭଳି ଗୋଟେ ଯେତେବେଳେ ବ୍ୟଞ୍ଜନ ବର୍ଣ୍ଣଟେ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସହିତ ସଂକ୍ଷିପ୍ତ ରୂପରେ ଯୋଡା ହବ ସେଇଟାକୁ ଆମେ କଣ କହିବା ଫଳା ବୋଲି କହିବା। ଯେମିତି କି ଜ କୁ ଆମେ ଯୋଡିବା କାହା ସହିତ କ ସହିତ, ତ କ ହଉଛି ଗୋଟେ ବ୍ୟଞ୍ଜନ ବର୍ଣ୍ଣ, ଜ ବି ହଉଛି ଗୋଟେ ବ୍ୟଞ୍ଜନ ବର୍ଣ୍ଣ, ତ ଜ ହେଠି ଆମେ ଫଳା ଭାବରେ ବ୍ୟବହାର କରିବା। ତ ବ୍ୟଞ୍ଜନର ଅଧା ରୂପ ହଉଛି ଆମର ଗୋଟେ ଫଳା। ଏଠି ଦେଖନ୍ତୁ ମୁଁ ଲେଖିଦେଇଛି ଜ ଫଳା ଯେମିତି କି ବା ୟ ଫଳା ଆମେ କ୍ୟ ଏଭଳି ବ୍ୟବହାର କରୁଛେ। ର ଫଳା, ର ଫଳା ଏଇଠି କ ହଉଛି ମୋର ଗୋଟେ ବ୍ୟଞ୍ଜନ ବର୍ଣ୍ଣ, ର ବି ହଉଛି ଗୋଟେ ବ୍ୟଞ୍ଜନ ବର୍ଣ୍ଣ। ତ ଗୋଟେ ବ୍ୟଞ୍ଜନ ବର୍ଣ୍ଣକୁ ଆଉ ଗୋଟେ ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟବହାର କରିବା ପାଇଁ ଆମେ ଫଳାର ସାହାଯ୍ୟ ନେଇଥାଉ। କ୍ର, ପ୍ର ଏମିତି ଲ ଫଳା, ବ ଫଳା, ନ ଫଳା, ମ ଫଳା ଏମିତି ହଉଛି ଆମର ସବୁ ଏଗୁଡାକ ହଉଛି ଫଳା। ଫଳାର ଏକ୍ସାମ୍ପଲ ମଧ୍ୟ ମୁଁ କିଛି ଆପଣମାନଙ୍କ ପାଇଁ ଦେଇଦେଇଛି। ନେକ୍ସଟ ଆସିଲା ଆମର ଯୁକ୍ତାକ୍ଷର। ଯୁକ୍ତାକ୍ଷର କଣ? ଯେମିତି କି ଯେତେବେଳେ ଦୁଇ ବା ଅଧିକ ବ୍ୟଞ୍ଜନ ବର୍ଣ୍ଣ ମିଶିକି ଗୋଟେ ନୂଆ ଆକାରରେ ହେଲେ ସେଟାକୁ ଆମେ ଯୁକ୍ତାକ୍ଷର କହିବା। ଯୁକ୍ତାକ୍ଷରକୁ ଆମେ କଣ ଯୁକ୍ତ ବର୍ଣ୍ଣ ବା ଯୁକ୍ତ ବ୍ୟଞ୍ଜନ ବୋଲି ମଧ୍ୟ କହିଥାଉ। ଆଉ ଗୋଟେ ଜିନିଷ ଅଛି ଆମର ଅନୁନାସିକ ଯୁକ୍ତାକ୍ଷର। ଅନୁନାସିକ ଯୁକ୍ତାକ୍ଷର କଣ? ଯଦି ଗୋଟେ ବର୍ଗର ଶେଷ ବର୍ଣ୍ଣ ସହିତ ତାର ଅନ୍ୟ ଚାରୋଟି ବର୍ଣ୍ଣର ସଂଯୋଗ ଘଟିବ ସେଟାକୁ ଆମେ ଅନୁନାସିକ ଯୁକ୍ତ ବର୍ଣ୍ଣ ବୋଲି କହିବା। ଯେମିତିକି ଆମେ ବ୍ୟବହାର କରୁଛେ ଗ, ଘ, ଗ, ଘ ଏଇ ଯୋଉ ସହିତ କର ମିଳନ ହେଲେ କ ହଉଛି, ସହିତ ଖ ମିଶିଲେ ଖ ହଉଛି, ସହିତ ଗ ମିଶିଲେ ଗ ହଉଛି। ତ ନିୟ ସହିତ ସେମିତି ଟ ମିଶିଲେ ନିୟ ସହିତ ଚ ମିଶିଲେ ଆମେ ଚ, ଛ, ଜ, ଝ କରୁଛେ। ଣରେ ସେମିତି ଟନ୍, ଠନ୍, ଡନ୍, ଢ କରୁଛେ। ନରୁନ୍, ତନ୍, ଥନ୍, ଦନ୍, ଧ କରୁଛେ। ମରୁମ୍ ପ, ଫମ୍, ବ ଏବଂ ଘ କରୁଛେ।
ତ ପ୍ରତ୍ୟେକ ବର୍ଗର ଶେଷ ବର୍ଣ୍ଣ ସହିତ ଯେତେବେଳେ ଅନ୍ୟ 4ଟି ବର୍ଣ୍ଣ ଆମର ମିଶୁଛି, ଯୋଉ ଯୁକ୍ତାକ୍ଷରଟା ସୃଷ୍ଟି ହଉଛି ସେଟାକୁ ଆମେ ଅନୁନାସିକ ଯୁକ୍ତାକ୍ଷର କହୁଛେ। ତ ଅନୁନାସିକ ଯୁକ୍ତାକ୍ଷର ସଂଖ୍ୟା କେତେ ହବ? 5ଟି ବର୍ଗ, ମାନେ ପ୍ରତ୍ୟେକ ବର୍ଗରେ 4ଟି ଶବ୍ଦ, 4ଟି ବର୍ଣ୍ଣ ହେଇପାରିବ, 4ଟି ଯୁକ୍ତାକ୍ଷର ହେଇପାରିବ। ତ 5 ଆଉ 20, ତ ସମୁଦାୟ ଆମର 20ଟି ହେଇଯିବ ଅନୁନାସିକ ଯୁକ୍ତାକ୍ଷର। ଏତିକି ଥିଲା ଆମର ଭାଷା, ଧ୍ୱନି, ଲିପି, ବର୍ଣ୍ଣ, ମାତ୍ରା, ଫଳ। ଏତିକି ଆପଣ ଭଲ ଭାବରେ କଭର କରିଥିଲେ, ପରୀକ୍ଷାରେ ଗୋଟିଏ କୋଶ୍ଚିନ୍ ମଧ୍ୟ ଭୁଲ ହବ ନାହିଁ। ଯେତିକି ବି କୋଶ୍ଚିନ୍ ଆସିବ ସବୁ ଆରାମସେ ଆପଣ ମାନେ କଭର କରିପାରିବେ। ତାହେଲେ ଯୁକ୍ତାକ୍ଷରର ଏଠି ମୁଁ ମଧ୍ୟ ଏକ୍ସାମ୍ପଲ ଦେଇଛି। କ୍ଷର ଯେମିତି କ ସହିତ ସ ମିଶିଲେ ହଉଛି ଜ୍ଞ, ଜ ସହିତ ନ୍ୟ ମିଶିଲେ ହଉଛି। ତାପରେ ତ୍ର ଅଛି, ତ କୁ ର ମିଶିଲେ ସ୍ର, ସ କୁ ର ମିଶିଲେ ହଉଛି ଦ, ନ କୁ ଦ ମିଶିଲେ ହଉଛି ସ୍ଥ, ସ କୁ ଥ ମିଶିଲେ ହଉଛି। ଏସବୁ ହଉଛି ଗୋଟେ ଗୋଟେ ଯୁକ୍ତାକ୍ଷରର ଆମର କଣ ଏକ୍ସାମ୍ପଲ। ବୁଝିହେଲା? ତାହେଲେ ନେକ୍ସଟ ଆମେ ପଢିବା କିଛି କୋଶ୍ଚିନ୍ ମୁଁ ଆପଣମାନଙ୍କ ପାଇଁ ଆଣିଛି, ଡିସ୍କସନ ମଧ୍ୟ ତାହାକୁ କରିଦବା। ମଲ୍ଟିପଲ ଚଏସ୍ କୋଶ୍ଚିନ୍ ଯୋଉଗୁଡାକ ଇମ୍ପୋର୍ଟାଣ୍ଟ ମଧ୍ୟ ଏକ୍ସାମରେ ମଧ୍ୟ ଦରକାର ଆସିବ। ତ ପ୍ରଥମ କୋଶ୍ଚିନ୍ ମତେ ଦେଇଛି, ଭାଷାର ପ୍ରଥମ ଆଧାର କଣ? ତାହେଲେ କାହାକୁ ନେଇକି ଆମେ ଭାଷା ତିଆରି କରୁଛେ? ଅପସନ ଦେଇଛି ବର୍ଣ୍ଣ, ଧ୍ୱନି, ଶବ୍ଦ, ଲିପି। ତାହେଲେ ଧ୍ୱନିରୁ ଆମେ ଭାଷାଟା ପାଉଛେ ନା, ମୁଁ କହିଥିଲି ପ୍ରଥମରେ, ତ ଧ୍ୱନି ହେଇଯିବ ଏହାର କରେକ୍ଟ ଆନ୍ସର। ସେମିତି ଲିପି ବିନା କଣ ସମ୍ଭବ? କଣ ସମ୍ଭବ? ଲିଖିତ ଭାଷା। ଲିପି ହଉଛି ଲେଖିବାଟା, ମାତ୍ରାଟା। ଲିଖିତ ଭାଷା, ବର୍ଣ୍ଣ, ମାତ୍ରା। ତ ବର୍ଣ୍ଣ ତ କେବେ ନୁହଁ, ବର୍ଣ୍ଣ ହଉଛି ଲିଖିତ ରୂପ, ଏଟା ବି ହଉଛି ଲିଖିତ ଭାଷା ଅଛି, ଏଠି ବି ମୋର ମାତ୍ରା ଅଛି, ତ କଥିତ ଭାଷା ହେଇଯିବ ଆମର କରେକ୍ଟ। ତାପରେ ଅଛି ବର୍ଣ୍ଣମାଳାଟା କାହାକୁ ନେଇକି ଗଠିତ? ଶବ୍ଦରୁ, ବର୍ଣ୍ଣରୁ, ବାକ୍ୟରୁ, ଧ୍ୱନିରୁ ବହୁତ ହେଇଛି, ତ ବର୍ଣ୍ଣକୁ ନେଇକି ଆମର ବର୍ଣ୍ଣମାଳା ଗଠିତ, ତ ଅପସନ ବି ହେଇଯିବ ମୋର କରେକ୍ଟ ଆନ୍ସର। ନେକ୍ସଟ ଅଛି ଭାଷା କଣ? ଭାଷା ହଉଛି ଗୋଟେ ଚିତ୍ର, ଧ୍ୱନି ଦ୍ଵାରା ଭାବ ପ୍ରକାଶ କରିବା, ସଂଖ୍ୟା, ଲିପି। ଆମେ କଣ କହିଥିଲେ? ଭାଷା କଣ? ଆମେ ଯୋଉ ମାଧ୍ୟମରେ ନିଜର ମନର ଭାବକୁ ଅନ୍ୟ ଆଗରେ ପ୍ରକାଶ କରୁଛେ ସେଇଟା ହଉଛି ଭାଷା। ସେଥିପାଇଁ ମୋର ଏଠି ଅପସନ ବି ହେଇଯିବ କରେକ୍ଟ ଆନ୍ସର। ଭାଷାର ସବୁଠାରୁ ଛୋଟ ଏକକ କଣ? ତ ଧ୍ୱନି, ଆମେ ଯୋଉଟା କହୁଛେ ଶବ୍ଦ ତ କେବେ ବି ନୁହଁ, ବାକ୍ୟ ବି ନୁହଁ, ବର୍ଣ୍ଣ ବି ନୁହଁ, ତ ଧ୍ୱନି ହବ ମୋର କରେକ୍ଟ ଆନ୍ସର। ଧ୍ୱନିରୁ ଆମର ଭାଷାର ସୃଷ୍ଟି ହେଉଛି, ତ ଏଠି ଅପସନ ସି ହେଇଯିବ ମୋର କରେକ୍ଟ। ଧ୍ୱନିର ଲିଖିତ ରୂପ କଣ? ଧ୍ୱନିକୁ ଆମେ କାହା ସାହାଯ୍ୟରେ ଲେଖୁଛେ? ଧ୍ୱନିଟାକୁ ଲେଖିଲେ ତାକୁ ଆମେ ବର୍ଣ୍ଣ ବୋଲି କହିବା, ତ ଅପସନ ଏ ହେଇଯିବ କରେକ୍ଟ। ଧ୍ୱନିକୁ ଲେଖିବାର ପଦ୍ଧତି କଣ କଣ? ଭାଷା, ମାତ୍ରା, ଲିପି ଏବଂ ଫଳା ଅଛି। ଧ୍ୱନିକୁ ଲେଖିବାର ପଦ୍ଧତିକୁ ଆମର କଣ କହିବା? ଏହାର କରେକ୍ଟ ଆନ୍ସର ହେଇଯାଉଛି ଅପସନ ସି, ଲିପି। ଅପସନ ସି, ଲିପି ହେଇଯିବ ମୋର କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ, ସଞ୍ଚୟ ଶବ୍ଦରେ ଥିବା ଯୁକ୍ତାକ୍ଷରଟି କେଉଁ ବର୍ଗର ଅନ୍ତର୍ଭୁକ୍ତ? ସଞ୍ଚୟ, ଏଇଟା ଚ ହଉଛି ଆମର ଯୁକ୍ତାକ୍ଷର, ତ ଚ, ଛ, ଜ, ଝ, ନ୍ୟ ସହିତ ଚ ମିଶିଲେ ଚ ହଉଛି, ସେଥିପାଇଁ ଚ ହଉଛି, ସେଥିପାଇଁ ଏଇଟା ହବ ମୋର ଚ ବର୍ଗ କରେକ୍ଟ। ଉଜ୍ଜ୍ୱଳ କେଉଁ ତିନୋଟି ବର୍ଣ୍ଣର ଯୁଗଳ ରହିଛି? ଜ ଏବଂ ଓ ମିଶିଛି, କୋଉଠି ମୋର ଅପସନ ଅଛି? ବି ଅଛି, ତ ହ ହେଇଯିବ ମୋର କରେକ୍ଟ ଆନ୍ସର। ଓଡ଼ିଆ ବର୍ଣ୍ଣମାଳାରେ ଳ ଫଳାର ବ୍ୟବହାର ସମ୍ପର୍କରେ କେଉଁଟି ସଠିକ? ଏହା କେବଳ ଶବ୍ଦର ଆରମ୍ଭରେ ବସେ। ଶବ୍ଦର ଆରମ୍ଭରେ କଣ ଳ ଫଳା ବସେ କି? ବସେ ନାହିଁ, ସେଥିପାଇଁ ଏଟା ଭୁଲ ଅଛି। ଶବ୍ଦର ପଛରେ ବି ବସି ପାରିବ। ଏହା ସବୁବେଳେ ବ୍ୟଞ୍ଜନର ପୂର୍ବରୁ ଲାଗେ। ଏହା କେତେକ ସ୍ଥଳରେ ବ୍ୟଞ୍ଜନର ନିମ୍ନ ଭାଗରେ ସାଙ୍କେତିକ ରୂପେ ବସେ। ଳର କୌଣସି ସାଙ୍କେତିକ ରୂପ ବା ଫଳା ନାହିଁ। ତାହେଲେ ଏହା କେବଳ କେତେକ ସ୍ଥଳରେ ବ୍ୟଞ୍ଜନର ନିମ୍ନ ଭାଗରେ, କ୍ଳ ଆମେ କହୁଛେ, ପ୍ଳ କହୁଛେ, ତ ବ୍ୟଞ୍ଜନର ନିମ୍ନ ଭାଗରେ ସାଙ୍କେତିକ ରୂପରେ ବସେ, ତ ଏଇଟା ହେଇଯାଉଛି ମୋର କରେକ୍ଟ ଆନ୍ସର ଅପସନ ସି ଟା। ତାପରେ ଅଛି ତାଳବେଶ, ମୂର୍ଧନେଶ, ଦନ୍ତେଶ, ହ। ଏହି 4ଟି ବର୍ଣ୍ଣକୁ କେଉଁ ଶ୍ରେଣୀରେ ରଖାଯାଏ? ତାଳବେଶ, ମୂର୍ଧନେଶ, ଦନ୍ତେଶ ଏବଂ ହ। ଏହା କେଉଁ ବର୍ଣ୍ଣ ହଉଛି ଆମର? ତାଳବେଶ, ମୂର୍ଧନେଶ, ଦନ୍ତେଶ, ହ। ବାୟୁ ନିର୍ଗତ ହଉଛି ଉଷ୍ମତା ନିର୍ଗତ ହଉଛି, ଏଥିପାଇଁ ଏଟା ହେଇଯିବ ମୋର ଉଷ୍ମ ବର୍ଣ୍ଣ। ପ୍ରତ୍ୟେକ ବର୍ଗର ପ୍ରଥମ ଏବଂ ତୃତୀୟ ବର୍ଣ୍ଣକୁ କଣ କୁହନ୍ତି? ପ୍ରଥମ ଏବଂ ତୃତୀୟ ବର୍ଣ୍ଣରେ କିଏ କିଏ ଯିବେ? ଅପସନ ଦେଇଛି ମହାପ୍ରାଣ, ଅନୁନାସିକ, ଅଳ୍ପ ପ୍ରାଣ, ଘୋଷ ବର୍ଣ୍ଣ। ଏହାର କରେକ୍ଟ ଆନ୍ସରଟା ତାହେଲେ ହଉଛି କଣ? ଅପସନ ଗ, ଅଳ୍ପ ପ୍ରାଣ। ପ୍ରଥମ ଏବଂ ତୃତୀୟ ଥିଲା ଆମର ଅଳ୍ପ ପ୍ରାଣ। ଣ୍ୟ, ଣ, ଦନ୍ତନ, ମ ବର୍ଣ୍ଣ ଗୁଡିକର ଉଚ୍ଚାରଣ ସମୟରେ ବାୟୁ ମୁଖ ସହିତ ଆଉ କେଉଁ ପଥ ଦେଇ ନିର୍ଗତ ହୋଇଥାଏ? ଣ୍ୟ, ଣ, ନ, ମ। ଏଟା ହଉଛି ପଞ୍ଚମ ବର୍ଣ୍ଣ, ତ ପଞ୍ଚମ ବର୍ଣ୍ଣକୁ ଆମେ କଣ କହିଥାଉ?
ହୁଁ, କାହାର ସାହାଯ୍ୟରେ ଏହାକୁ ଉଚ୍ଚାରଣ କରିଥାଉ? ନାସିକାର ସାହାଯ୍ୟରେ, ସେଥିପାଇଁ ଏଇଟା ହେଇଯିବ ମୋର ନାସିକା ବର୍ଣ୍ଣ ବା ଅନୁନାସିକ ମଧ୍ୟ କହିଥାଉ। କେଉଁ ବର୍ଣ୍ଣ ଗୁଡିକୁ ଅଘୋଷ ବର୍ଣ୍ଣ କହନ୍ତି? ଅପସନ ଅଛି ବର୍ଗର ପ୍ରଥମ ଏବଂ ଦ୍ୱିତୀୟ, ବର୍ଗର ତୃତୀୟ ଚତୁର୍ଥ, ବର୍ଗର ପଞ୍ଚମ, ସବୁ ସ୍ୱର ବର୍ଣ୍ଣ। ତାହେଲେ ଅଘୋଷଟା କାହାର ଏକ୍ସାମ୍ପଲରେ ଯିବ? ଏଇଟା ହଉଛି ମୋର ବର୍ଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଣ୍ଣ ହଉଛି ଅଘୋଷ। ସଘୋଷ ହେଲା ତୃତୀୟ ଚତୁର୍ଥ ପଞ୍ଚମ, ତ ଅଘୋଷ ହଉଛି ପ୍ରଥମ ଏବଂ ଦ୍ୱିତୀୟ ବର୍ଣ୍ଣ। ଜ, ର, ଲ, ଓ ଏଇ ବର୍ଣ୍ଣ ଗୁଡିକ କେଉଁ ବର୍ଣ୍ଣ କୁହାଯାଏ? ଅପସନ ଅଛି ବର୍ଗ ବ୍ୟଞ୍ଜନ, ଅନ୍ତସ୍ଥ ବର୍ଣ୍ଣ, ଅଯୋଗବାହ ବର୍ଣ୍ଣ, ଗଠନ ବର୍ଣ୍ଣ। ଏହାର କରେକ୍ଟ ଆନ୍ସର ହଉଛି ଅପସନ ବି ଅନ୍ତସ୍ଥ ବର୍ଣ୍ଣ। କେଉଁ ସ୍ୱର ବର୍ଣ୍ଣକୁ ହ୍ରସ୍ୱ ସ୍ୱର କୁହାଯାଏ? ହ୍ରସ୍ୱ ସ୍ୱର କିଏ? କୁହାଯାଏ ନାହିଁ। ଅପସନ ଅଛି ଅ ହଉଛି ହ୍ରସ୍ୱ ସ୍ୱର, ଇ ବି ହଉଛି ହ୍ରସ୍ୱ ସ୍ୱର, ହ୍ରସ୍ୱ ଇ ଅଛି, ହ୍ରସ୍ୱ ଉ ବି ହଉଛି ହ୍ରସ୍ୱ ସ୍ୱର। ସେଥିପାଇଁ ମୋର ଆ ହେଇଯିବ କରେକ୍ଟ ଆନ୍ସର। ବୁଝିହେଲା? ତାପରେ ଅଛି ଐ ଏବଂ ଔ କେଉଁ ପ୍ରକାର ସ୍ୱର ବର୍ଣ୍ଣ? ମୁଁ ଆପଣମାନଙ୍କୁ କହିଥିଲି ମଧ୍ୟ। ଅପସନ ଅଛି ମୌଳିକ ସ୍ୱର, ଯୁଗ୍ମ ବା ସନ୍ଧ୍ୟାକ୍ଷର, ତାପରେ ଅଛି ହ୍ରସ୍ୱ ସ୍ୱର, ଅନୁନାସିକ। ଏହାର କରେକ୍ଟ ଆନ୍ସର ହଉଛି ଅପସନ ଖ, ଯୁଗ୍ମ ବା ସନ୍ଧ୍ୟାକ୍ଷର ସ୍ୱର। ଉଚ୍ଚାରଣ ସମୟ ଅନୁସାରେ ଉଚ୍ଚାରଣ ସମୟ ଅନୁସାରେ ସ୍ୱରବର୍ଣ୍ଣ କେତେ ଭାଗରେ ବିଭକ୍ତ? 2 ଭାଗରେ। ଗୋଟେ ହଉଛି ହ୍ରସ୍ୱ ସ୍ୱର, ଆଉ ଗୋଟେ ହଉଛି ଦୀର୍ଘ ସ୍ୱର। ଅପସନ କ ହେଇଯିବ କରେକ୍ଟ। କେଉଁ ବର୍ଣ୍ଣଟିର ଉଚ୍ଚାରଣ ସ୍ଥାନ କଣ୍ଠ ଏବଂ ତାଳୁ? କଣ୍ଠ ଏବଂ ତାଳୁରେ କଣ୍ଠ ତାଲବ୍ୟ ବର୍ଣ୍ଣ। ଅପସନ ଅଛି ଓ, ଔ, ଏ ଏବଂ ଉ। ଏହାର କରେକ୍ଟ ଆନ୍ସର ହଉଛି ଅପସନ ଗ, ଏ। ମୁଁ ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏଇ ଛୋଟ ଭିଡିଓଟି ନିହାତି ଭାବରେ ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗିଛି ତାହେଲେ ନଲେଜ ଗାଇଡ ୟୁଟ୍ୟୁବ ଚ୍ୟାନେଲକୁ କେବେ ବି ଲାଇକ୍ କରିବା ପାଇଁ ଭୁଲିବେ ନାହିଁ, ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ, ସାଙ୍ଗମାନଙ୍କ ସହିତ ସେୟାର କରିବା ପାଇଁ ଭୁଲିବେ ନାହିଁ। ଆପଣମାନେ ଏତେ ସାରା ଭଲ ପାଇବା ଦଉଥିବାରୁ ଆପଣ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଆଉ ଆପଣମାନେ ଆପଣଙ୍କର ମୂଲ୍ୟବାନ ସମୟକୁ ଉପଯୋଗ କରିଥିବାରୁ, ବିନିଯୋଗ କରିଥିବାରୁ ମଧ୍ୟ ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଧନ୍ୟବାଦ। ନେକ୍ସଟ କ୍ଲାସରେ ଆମେ ସେକେଣ୍ଡ ବିଷୟକୁ କଭର କରିବା।